ଚାମ୍ପିଅନ୍ ଟ୍ରଫି ଗ୍ରୁପ୍ ବିରେ ଚିନ୍ତା ଭାରତ ସହ ଖେଳିବ କିଏ? ଏଯାଏଁ ସ୍ଥିର ହୋଇପାରିନାହିଁ ସେମିଫାଇନାଲ୍ ଦଳ। ଆଇସିସି ଚାମ୍ପିଅନ୍ ଟ୍ରଫି 2025ରେ ଭାରତ ସହ ଖେଳିବ କେଉଁ ଦଳ? ଗ୍ରୁପ୍ ବିରେ ବଢ଼ୁଛି ବହୁତ ଚିନ୍ତା। ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା ନା ଆଫଗାନିସ୍ତାନ ସହ ଭେଟିବ ପ୍ରଥମ ସେମିଫାଇନାଲ୍ରେ ଟିମ୍ ଇଣ୍ଡିଆ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଚଳିତ ବର୍ଷ ଦିନିକିଆ ଆଇସିସି ଚାମ୍ପିଅନ୍ ଟ୍ରଫି 2025 ପାକିସ୍ତାନ ଏବଂ ଦୁବାଇରେ ଆୟୋଜିତ ହେଉଥିବା ବେଳେ ଏଯାଏଁ ସ୍ଥିର ହୋଇପାରିନାହିଁ ସେମିଫାଇନାଲ୍ ଦଳ। ଭାରତ ପ୍ରଥମ ସେମିଫାଇନାଲ୍ ଖେଳିବାକୁ ଆଗ୍ରହ ଥିବାରୁ ତାଙ୍କ ଅପୋଜିଟ୍ରେ କେଉଁ ଦଳ ଖେଳିବ ତାହା ସ୍ଥିର ହୋଇପାରିନାହିଁ। ଗ୍ରୁପ୍ ବିରେ ଦେଖିବାକୁ ଗଲେ ଦକ୍ଷିଣ ଆଫ୍ରିକା 2ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଏବଂ ଗୋଟିଏ ବାତିଲ ହୋଇଥିବାରୁ 3 ପଏଣ୍ଟ ପାଇ ଟେବୁଲ୍ ଶୀର୍ଷରେ ରହିଛି ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ। ସେମାନେ ବି 2ଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟ ଏବଂ ଗୋଟିଏ ବାତିଲ ହୋଇଥିବାରୁ 3 ପଏଣ୍ଟ ପାଇ ଟେବୁଲ୍ 2 ନମ୍ବର ସ୍ଥାନରେ ରହିଛି ଏବଂ ଗୋଟିଏ ବିଜୟ ହାସଲ କରିଥିବା ଆଫଗାନିସ୍ତାନ ଦଳ ସେମାନେ ତୃତୀୟ ସ୍ଥାନରେ ଅଛନ୍ତି ଏବଂ କୌଣସି ଜିତିପାରିନାହିଁ ବ୍ରିଟିଶ ଦଳ ତଥା ଇଂଲିଶ ଦଳ ଇଂଲଣ୍ଡ। ସେମାନେ ଆଇସିସି ଚାମ୍ପିଅନ୍ ଟ୍ରଫି 2025ରୁ ବାଦ୍ ପଡ଼ିଛନ୍ତି। ଆଜିର ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ମହା ଲଢ଼େଇ ହେବ। ଯେଉଁ ଦଳ ବିଜୟୀ କରିବ ସେ ସିଧାସଳଖ ସେମିଫାଇନାଲ୍ ପ୍ରବେଶ କରିବ ଏବଂ ଆସନ୍ତାକାଲି ହେବ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା। ଯଦି ଇଂଲଣ୍ଡ ଦଳ ଜିତେ ତଥାପି ଖେଳିବ ଆଫ୍ରିକା ଦଳ ସେମିଫାଇନାଲ୍। ଆଉ ଯଦି ଆଫ୍ରିକା ଦଳ ଯେଉଁ ଜିତିଲା 5 ପଏଣ୍ଟ ପାଇ ଟେବୁଲ୍ ଶୀର୍ଷରେ ରହିବ। ଆଉ ଆଜିର ମ୍ୟାଚ୍ ଯଦି ଇଂଲଣ୍ଡ ଦଳ ଜିତିଯାଏ ଆଉ ଆଜିର ମ୍ୟାଚ୍ ଯଦି ଅଷ୍ଟ୍ରେଲିଆ ଦଳ ଜିତେ ତାହେଲେ ସେଇ ଦ୍ୱିତୀୟ ସ୍ଥାନରେ ରହିବ ଏବଂ ଭାରତ ସହ ଖେଳିବ। ଦେଖିବାକୁ ଗଲେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମହା ଲଢ଼େଇ ହେବ କିମ୍ବା ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ। ତାହା କମେଣ୍ଟରେ ଲେଖନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।